ରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ଆମେ ଅପୂର୍ବ ସୁଯୋଗ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ପବିତ୍ର ବାକ୍ୟ ମାଧ୍ୟମରେ ସେ ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ। ତାହା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦିଏ ଯେ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆପଣମାନେ ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ସେଥିପାଇଁ ଆପଣ ସମସ୍ତଙ୍କୁ ଧନ୍ୟବାଦ ଦିଏ। ଏହି ପ୍ରକାର ଆପଣମାନେ ନିରନ୍ତର ଆମମାନଙ୍କୁ ଉତ୍ସାହିତ କରୁଥିବେ ବୋଲି ଆପଣମାନଙ୍କୁ ଅନୁରୋଧ କରୁଅଛୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, କ୍ଷମା ଦିଅ କ୍ଷମା ନିଅ। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, କ୍ଷମା ଦିଅ କ୍ଷମା ନିଅ। ପଢ଼ିବା ଗୋଟେ ପଦ, ମାଥ୍ୟୁ ଲିଖିତ ସୁସମାଚାର 6 ଅଧ୍ୟାୟର 14 ପଦରେ, କାରଣ ଯେବେ ଲୋକମାନଙ୍କର ଅପରାଧ ସବୁ କ୍ଷମା କର, ତେବେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ତୁମ୍ଭମାନଙ୍କୁ ମଧ୍ୟ କ୍ଷମା କରିବେ। କିନ୍ତୁ ଯେବେ ଲୋକମାନଙ୍କୁ କ୍ଷମା ନ କର, ତେବେ ତୁମ୍ଭମାନଙ୍କ ପିତା ମଧ୍ୟ ତୁମ୍ଭମାନଙ୍କର ଅପରାଧ କ୍ଷମା କରିବେ ନାହିଁ। ପ୍ରିୟମାନେ, ଏହି ସ୍ଥାନରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଅତି ସ୍ପଷ୍ଟ ଭାବରେ ସେ କହୁଛନ୍ତି, କ୍ଷମା ଦିଅ ଆଉ କ୍ଷମା ନିଅ। ଯେବେ ତୁମେ ଲୋକମାନଙ୍କର ଅପରାଧ, ଯେଉଁ ସମୟରେ ଲୋକମାନେ ଆପଣଙ୍କ ବିରୁଦ୍ଧରେ ବିଭିନ୍ନ ପ୍ରକାର ମନ୍ଦତା ଦୁଷ୍ଟତା କରିଥିବେ, ସେହି ସମୟରେ ଯଦି ଆପଣ ତାଙ୍କୁ କ୍ଷମା ଦେବେ ନାହିଁ, ସ୍ୱର୍ଗସ୍ଥ ପିତା ମଧ୍ୟ ଆପଣଙ୍କୁ କ୍ଷମା ଦେବେ ନାହିଁ। ଯଦି ଜଣେ ବ୍ୟକ୍ତିଙ୍କର ପାପ କ୍ଷମା ହେଇନଥିବ, ତାହେଲେ ସେହି ବ୍ୟକ୍ତି କୌଣସି ପ୍ରକାର ଭାବରେ ସ୍ୱର୍ଗରେ ଯାଇପାରିବ ନାହିଁ। ସେଥିପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କୁ ଅତି ସ୍ପଷ୍ଟ ଭାବରେ କହୁଛନ୍ତି, କ୍ଷମା ଦିଅ ଆଉ କ୍ଷମା ନିଅ। ଆଜି ଏହି ପ୍ରକାର ଅନେକ ଜଣ ଅଛନ୍ତି, ସେମାନେ ଅନ୍ୟକୁ କ୍ଷମା ଦେଉନାହାନ୍ତି। ସେମାନେ କହୁଛନ୍ତି, ମୁଁ ମରିଯିବି ସିନା, ସେ ବ୍ୟକ୍ତିକୁ ମୁଁ କ୍ଷମା ଦେବି ନାହିଁ। କାରଣ ସେ ଯେଉଁ ପ୍ରକାର ଭାବରେ ମୋତେ କଷ୍ଟ ଦେଇଛି, ଯେଉଁ ପ୍ରକାର ଭାବରେ ମୋତେ ଦେଇଛି, ମୁଁ କୌଣସି ପ୍ରକାର ଭାବରେ ସେହି ବ୍ୟକ୍ତିକୁ କ୍ଷମା ଦେଇପାରିବି ନାହିଁ। ପ୍ରିୟମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟ କ୍ରୁଶ ଉପରେ ଚଢ଼ିଥିବା ସମୟରେ ତାଙ୍କ ପ୍ରତି ଯେଉଁ ପ୍ରକାର ଅନ୍ୟାୟ କରାଯାଇଥିଲା, ସେ ଜୀବନରେ କେବେ କାହା ପ୍ରତି ଅନ୍ୟାୟ କରିନାହାନ୍ତି। ନିର୍ଦ୍ଦୋଷ ପରମେଶ୍ୱର କେବଳ ମଙ୍ଗଳ ହିଁ ସାଧନ କରୁଥିଲେ। ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଯେଉଁ ସମୟରେ କ୍ରୁଶ ଉପରେ ତାହାଙ୍କର ଶତ୍ରୁମାନେ ତାଙ୍କୁ ଏହି ପ୍ରକାର ନିର୍ଯାତନା ଦେଇଛନ୍ତି, ସେତେବେଳେ କ୍ରୁଶ ଉପର ପ୍ରଥମ ବାଣୀ ସେ କହିଛନ୍ତି 23 ଅଧ୍ୟାୟର 34 ପଦ, ଲୁକ 23:34, ସେତେବେଳେ ଯୀଶୁ କହିଲେ, ପିତା, ଏମାନଙ୍କୁ କ୍ଷମା କର, କାରଣ ଏମାନେ କ'ଣ କରୁଅଛନ୍ତି ତାହା ଜାଣନ୍ତି ନାହିଁ। ପ୍ରିୟମାନେ, ଏହି ସ୍ଥାନରେ ଆମେ ଦେଖୁଛୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ କେହି କ୍ଷମା ମାଗି ନାହାନ୍ତି, ହେଲେ ମଧ୍ୟ କ୍ଷମାର ଗୁରୁତ୍ୱତାକୁ ସେ ବୁଝିଛନ୍ତି। ଯଦି ସେ ଲୋକମାନଙ୍କୁ କ୍ଷମା ଦେବେ ନାହିଁ, ତାହେଲେ କ୍ରୁଶ ଉପରେ ଯେଉଁ ମହାନ କାର୍ଯ୍ୟଗୁଡ଼ିକ କରିବାର ରହିଛି, ତାହା ସେ କରିପାରିବେ ନାହିଁ। ସେଥିପାଇଁ ସେ ପ୍ରଥମରେ ସେ କ୍ଷମା ଦେଉଛନ୍ତି। ଆଜି ଆପଣଙ୍କୁ କହିବା ପାଇଁ ଚାହେଁ, ଆପଣଙ୍କ ବିରୁଦ୍ଧରେ ଅନେକ ଲୋକ ଅନେକ ମନ୍ଦ କଥା କାମ କରିଛନ୍ତି। ଯେତେବେଳେ ଆପଣ ଅନ୍ୟକୁ କ୍ଷମା ଦେଉଛନ୍ତି, ନିଜକୁ ଦୟା କରୁଛନ୍ତି। ଅନ୍ୟକୁ କ୍ଷମା ଦେବାର ଅର୍ଥ ନିଜକୁ ଦୟା କରିବା। ଆମେ ଯେଉଁ ସମୟରେ ଆମେ ଅନ୍ୟକୁ କ୍ଷମା ଦେବା, ଆମେ ନିଜେ ମୁକ୍ତ ହେଇଯିବା। ଏଇଟା ପରମେଶ୍ୱର ଚାହାନ୍ତି, ଆମେ ଅନ୍ୟକୁ କ୍ଷମା ଦେବା। ଯେତେବେଳେ ଆମେ ଅନ୍ୟକୁ କ୍ଷମା ଦେବା, ପରମେଶ୍ୱର ମଧ୍ୟ ସେ ଆମ୍ଭମାନଙ୍କୁ କ୍ଷମା ଦେବେ। ସାଧୁ ପାଉଲ ତାଙ୍କ ସାକ୍ଷ୍ୟରେ ସେ କହୁଛନ୍ତି, ପ୍ରଥମ ତିମୋଥୀ ପୁସ୍ତକ 1 ଅଧ୍ୟାୟର 15 ପଦରେ କହୁଛନ୍ତି, ପାପୀମାନଙ୍କୁ ପରିତ୍ରାଣ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁ ଯେ ଜଗତରେ ଅବତୀର୍ଣ୍ଣ ହେଲେ, ଏହି ବାକ୍ୟ ବିଶ୍ୱାସ୍ୟ ଓ ସର୍ବୋତ୍ତ ଭାବେ ଗ୍ରହଣଯୋଗ୍ୟ। ସେହି ପାପୀମାନଙ୍କ ମଧ୍ୟରେ ମୁଁ ପ୍ରଧାନ। ଏଇଟା ସାଧୁ ପାଉଲଙ୍କ ଜୀବନରେ ସେ ବୁଝିଛନ୍ତି। ଦୁନିଆରେ ଯେତିକି ଯାକ ପାପୀ ଅଛନ୍ତି, ଯେଉଁ ପାପ ଗୁଡ଼ିକ କରିଛନ୍ତି, ସେମାନଙ୍କ ଠାରୁ ମୁଁ ସବୁଠାରୁ ବଡ଼ ପାପୀ, ପ୍ରଧାନ ପାପୀ। ଆଜି ଆମେ ଅନେକ ସମୟରେ ଅନ୍ୟମାନଙ୍କୁ ପ୍ରଧାନ ପାପୀ, ଅନ୍ୟମାନଙ୍କୁ ବଡ଼ ପାପୀ, ସେ ବହୁତ ବଡ଼ ବଡ଼ ପାପ ଗୁଡ଼ିକ କରିଛି ଆମେ ଭାବିଥାଉ। ସେଥିପାଇଁ ଯେଉଁମାନେ ଆମ ବିରୁଦ୍ଧରେ ଲୋକମାନେ କିଛି ମନ୍ଦତା କରନ୍ତି, ଆମେ କ୍ଷମା ତାଙ୍କୁ ଦେଇପାରୁନାହୁଁ। ଯେତେବେଳେ ଆମେ ଯେଉଁ ପ୍ରକାର ପାପ କରିଛୁ, ସେ ପାପକୁ ଆମେ ଯେତେବେଳେ ଜାଣିବା, ତାହେଲେ ଅନ୍ୟକୁ ଆମେ କ୍ଷମା ଦେଇପାରିବା।
କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟ ଯେଉଁ ସମୟରେ ସେ କ୍ଷମାର ଦୃଷ୍ଟାନ୍ତ ସେ ଆମମାନଙ୍କୁ ଦେଇଛନ୍ତି, ସେ ମାଥ୍ୟୁ 18 ଅଧ୍ୟାୟରେ ଜଣେ ବ୍ୟକ୍ତି ସେ ଯିଏକି 3 କୋଟି ଟଙ୍କା ଋଣ ନେଇଥିଲେ, ସେ ଯେତେବେଳେ ଆସିଲେ କ୍ଷମା ମାଗିଲେ ଯେ ମୋତେ ସୁଝିବା ପାଇଁ କିଛି ନାହିଁ, ମୋତେ ଦୟା କର, ମୋତେ ସମୟ ଦିଅ, ମୁଁ ସୁଝିଦେବି। ସେହି ସମୟରେ ପରମେଶ୍ୱର ତାହାକୁ 3 କୋଟି ଟଙ୍କା ତା ଋଣ ସୁଝିଦେଲେ। ମାତ୍ର ଯେତେବେଳେ ବାହାରକୁ ଆସିଲେ ଜଣେ ବ୍ୟକ୍ତି ତାଙ୍କଠାରୁ 50 ଟଙ୍କା ଋଣ ନେଇଥିଲେ, ମାତ୍ର ଯିଏ 3 କୋଟି ଟଙ୍କା ଋଣୀ ଥିଲେ ସେହି ବ୍ୟକ୍ତିଙ୍କ ଠାରୁ ଜଣେ ଲୋକ 50 ଟଙ୍କା ଋଣ ନେଇଥିଲେ। ଏ ବ୍ୟକ୍ତି ମଧ୍ୟ ତାଙ୍କୁ କହିଲା, ଦୟାକର ମୋତେ ଟିକେ ସମୟ ଦିଅ, ମୁଁ ତୁମ ଋଣ ସୁଝିଦେବି। ମାତ୍ର ସେ ବ୍ୟକ୍ତି ତା ପ୍ରତି ଦୟା କଲା ନାହିଁ। 50 ଟଙ୍କା ଋଣ ନେଇଥିବା ବ୍ୟକ୍ତିଙ୍କୁ ତାର ବେକ ଧରି ଗଳା ଧରି ତାହାକୁ ନେଇ କାରାଗାରରେ ଭର୍ତ୍ତି କରିଦେଲା। ଯେତେବେଳେ ଏଇ କଥା ତାଙ୍କର ସେହି ଋଣ ଦେଇଥିବା ମାଲିକ ଶୁଣିଲେ, ସେ ସାଙ୍ଗେ ସାଙ୍ଗେ ସେ ବ୍ୟକ୍ତିଙ୍କ ଉପରେ ସେ 3 କୋଟି ଟଙ୍କା ଋଣକୁ ଲଦିଦେଲେ ଆଉ ତାଙ୍କୁ ଧରି ଆସି ସେ କାରାଗାରରେ ନିକ୍ଷେପ କଲେ, କାରଣ ସେ କ୍ଷମା ଦେଲା ନାହିଁ। ତାର 3 କୋଟି ଟଙ୍କା ଋଣ ତାକୁ କ୍ଷମା ଦିଆଯାଇଛି, ମାତ୍ର ସେ 50 ଟଙ୍କା ଋଣ ସୁଝି ପାରିଲାନି। ପ୍ରିୟମାନେ, ଆମେ ଯେଉଁ ପାପ ଗୁଡ଼ିକ କରିଛୁ, 3 କୋଟି ଆମେ ପାପ କରିଥିବାରୁ ପରମେଶ୍ୱର ସେ 3 କୋଟି ପାପକୁ ମଧ୍ୟ ସେ କ୍ଷମା ଦେଇ ଦେଉଛନ୍ତି। ମାତ୍ର ଜଣେ ଛୋଟ ପାପ ଆମ ବିରୁଦ୍ଧରେ କରିଥିଲେ ମଧ୍ୟ ଆମେ ତାହାକୁ କ୍ଷମା ଦେଇପାରୁନାହୁଁ। ଏହି ସ୍ଥାନରେ ପିତର ପଚାରୁଛନ୍ତି, ମୋ ଭାଇକୁ କେତେ ଥର କ୍ଷମା ଦେବି? 7 ଥର। ପ୍ରଭୁ ଯୀଶୁଖ୍ରୀଷ୍ଟ କହିଲେ 7 ଥର ନାହିଁ, 7 ଗୁଣ 70 ଥର ଜୀବନ ସାରା ତୁମେ କ୍ଷମା ଦିଅ। କାରଣ ଆମକୁ ପରମେଶ୍ୱର ଜୀବନ ସାରା କ୍ଷମା ଦେଉଛନ୍ତି। ଆମେ ପାପ କରୁଛୁ, ପ୍ରଭୁଙ୍କ ନିକଟକୁ ଯାଉଛୁ, ସେ ଆମକୁ କ୍ଷମା ଦେଉଛନ୍ତି। ଆମେ ଯଦି ଅନ୍ୟକୁ କ୍ଷମା ଦେବା ନାହିଁ, ତାହେଲେ ପରମେଶ୍ୱର ମଧ୍ୟ ଆମକୁ କ୍ଷମା ଦେବେ ନାହିଁ। ଜଣେ ବ୍ୟକ୍ତି ଯେଉଁ ସମୟରେ ସେ କ୍ଷମା ପାଇନଥିବ, ସେ ବ୍ୟକ୍ତି କୁଆଡ଼େ ଯିବ? ଯଦି ଆମେ କ୍ଷମା ପାଇସାରିଛୁ, ଅନ୍ୟ ଜଣଙ୍କୁ କ୍ଷମା ଦେଇନାହୁଁ, ତାହେଲେ ପରମେଶ୍ୱର ଆମେ କ୍ଷମା ପାଇଥିବା ପାପ ମଧ୍ୟ ଆମ ଉପରେ ଆଣିକି ଲଦିଦେବେ। ସେ ବ୍ୟକ୍ତି 3 କୋଟି ଟଙ୍କା ଋଣ ନେଇଥିଲେ, ତାଙ୍କୁ କ୍ଷମା କରିଦେଇଥିଲେ ତାଙ୍କର ମୁନିବ। ମାତ୍ର 50 ଟଙ୍କା ଋଣ ନେଇଥିବା ବ୍ୟକ୍ତିକୁ ଯେତେବେଳେ ସେ କ୍ଷମା କଲେ ନାହିଁ, ତାହେଲେ ସେ 3 କୋଟି ଟଙ୍କା ଋଣ ପୁନର୍ବାର ତାଙ୍କ ମୁଣ୍ଡ ଉପରେ ଲଦାଗଲା, ତାଙ୍କୁ ଧରାଗଲା, ଯନ୍ତ୍ରଣା ଦେଉଥିବା ଲୋକମାନଙ୍କ ହସ୍ତରେ ତାଙ୍କୁ ସମର୍ପଣ କରାଗଲା। ପ୍ରିୟମାନେ, ଆମେ କ୍ଷମା ଉପରେ ଅନେକ ମେସେଜ ଗୁଡ଼ିକ ଶୁଣିଛୁ ଆମେ, ମାତ୍ର ଏବେ ମଧ୍ୟ ଆମେ ହୃଦୟ କଠିନ କରି ବସିଛୁ। ଆଜି ଅନେକ ଭାଇ ଭାଇକୁ କ୍ଷମା ଦେଇନାହାନ୍ତି, ଆଜି ଅନେକ ଭଉଣୀ ଭଉଣୀକୁ କ୍ଷମା ଦେଇନାହାନ୍ତି, ଶାଶୁ ବୋହୂକୁ କ୍ଷମା ଦେଇନାହାନ୍ତି, ବୋହୂ ଶାଶୁକୁ କ୍ଷମା ଦେଇନାହାନ୍ତି, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କ୍ଷମା ଦିଆଦିଆ ହେଇନାହିଁ। ଆଜି ପରମେଶ୍ୱର ଗୋଟେ ଆମମାନଙ୍କୁ ସୁଯୋଗ ଦେଉଛନ୍ତି ଯେ କ୍ଷମା ଦିଅ ଆଉ କ୍ଷମା ନିଅ। ଆଜି କ୍ଷମା ଦେବାର ସମୟ। ଆମମାନଙ୍କ ବିରୁଦ୍ଧରେ ଯେଉଁ ପ୍ରକାର ଦୁଷ୍ଟତା ଗୁଡ଼ିକ ଲୋକ କରିଛନ୍ତି, ତାହାକୁ କ୍ଷମା କରିଦିଅନ୍ତୁ। ଯେବେ ଆପଣ କ୍ଷମା କରିବେ ନାହିଁ, ପରମେଶ୍ୱର ମଧ୍ୟ ଆପଣଙ୍କ ପାପ କ୍ଷମା କରିବେ ନାହିଁ। ଆଉ ଯେଉଁ ବ୍ୟକ୍ତିଙ୍କର ପାପ କ୍ଷମା ହେଇନାହିଁ, ସେ କେବେ ହେଲେ ମଧ୍ୟ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିପାରିବ ନାହିଁ। ସେଥିପାଇଁ ଆସନ୍ତୁ, ଆମମାନଙ୍କ ମନର ହୃଦୟର କଠିନତାକୁ ଦୂର କରିବା ଆଉ ଆମେ ପରସ୍ପରକୁ ଆମେ କ୍ଷମା ଦେବା। ପ୍ରଭୁ ଯେ ପ୍ରକାର ଆମକୁ କ୍ଷମା ଦେଇଛନ୍ତି, ସେହି ପ୍ରକାର ଆମେ ପରସ୍ପରକୁ କ୍ଷମା ଦେବା। ଆମେ କ୍ଷମା ପାଇବାର ଯୋଗ୍ୟ ନଥିଲୁ, ହେଲେ ମଧ୍ୟ ପରମେଶ୍ୱର ଆମକୁ କ୍ଷମା ଦେଲେ। ଆସନ୍ତୁ, ଆମେ ଅନ୍ୟକୁ ମଧ୍ୟ ଆମେ କ୍ଷମା ଦେବା ଆଉ କ୍ଷମା ପାଇବା। ପ୍ରାର୍ଥନା କରିବା। ମଙ୍ଗଳମୟ ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ ଯେ ତୁମେ ଅତ୍ୟନ୍ତ ପ୍ରେମ ଆମକୁ କରୁଛ ଆଉ ତୁମେ ଆମମାନଙ୍କୁ ବାକ୍ୟ ମାଧ୍ୟମରେ କଥାବାର୍ତ୍ତା ହେଉଛ, ସେଥିପାଇଁ ମୁଁ ତୁମକୁ ଧନ୍ୟବାଦ ଦିଏ। ଆଜି ମଧ୍ୟ ତୁମେ କ୍ଷମା ବିଷୟରେ ଆମମାନଙ୍କୁ ଅତି ସ୍ପଷ୍ଟ ଭାବରେ ଶିକ୍ଷା ଦେଇଛ। ପ୍ରାର୍ଥନା କରେ ଅକ୍ଷମାର ହୃଦୟ ଆମମାନଙ୍କ ମଧ୍ୟରୁ ନେଇଯାଅ, ଗୋଟେ କ୍ଷମା ଦେବାର ହୃଦୟ ତୁମେ ଆମମାନଙ୍କୁ ଦିଅ। ଆମେ କୌଣସି ପ୍ରକାର ଭାବରେ ତିକ୍ତତା ମନୋଭାବ ରଖି ଆମେ ନ ବଞ୍ଚି, ଆମେ ପରସ୍ପରକୁ କ୍ଷମା ଦେଇ ମିଳିମିଶି ଶାନ୍ତିରେ ଆମେ ବଞ୍ଚିପାରିବୁ। ଦୟାକରି ତୁମେ ଅନୁଗ୍ରହ କର ପ୍ରଭୁ। ଆମେ ପ୍ରାର୍ଥନା କରୁଛୁ, ଆମମାନଙ୍କର କଠିନ ମନକୁ ନେଇଯାଅ, ଗୋଟେ କ୍ଷମା ଦେବାର ହୃଦୟ ତୁମେ ଦିଅ। ଆମେ ଯେ ପ୍ରକାର କି ପରସ୍ପରକୁ କ୍ଷମା ଦେଇପାରିବୁ, ଅନୁଗ୍ରହ କର। ପ୍ରାର୍ଥନା ଶୁଣିଛ, ଧନ୍ୟବାଦ। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛି, ଆମେନ୍ ଆମେନ୍। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆମ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ପ୍ରଭୁ ଅନୁଗ୍ରହ କଲେ ଆସନ୍ତା ଅଧ୍ୟାୟରେ ଆଉ ଗୋଟେ ନୂଆ ପ୍ରସଙ୍ଗରେ ପରସ୍ପର ସହିତ ସାକ୍ଷାତ କରିବା ରହିବା। ସମସ୍ତଙ୍କୁ ନମସ୍କାର। ପ୍ରେଜ୍ ଦ ଲର୍ଡ। ଗଡ୍ ବ୍ଲେସ୍ ୟୁ।